ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ଏହି 6ଟି ନାମର ଲୋକ। ତା ମଧ୍ୟରେ ଆପଣ ସାମିଲ ନାହାନ୍ତି ତ? ବନ୍ଧୁଗଣ, ଏହି ଦୁନିଆରେ ମହାଦେବଙ୍କ କୃପା ପାଇବାକୁ ସମସ୍ତେ ଇଚ୍ଛା କରିଥାନ୍ତି। ମହାଦେବ ଶୀଘ୍ର ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କର ସବୁ କଷ୍ଟ ଦୂର କରିଦିଅନ୍ତି। ବହୁତ କମ୍ ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ମହାଦେବଙ୍କ କୃପା ପାଇନଥାନ୍ତି। ଯଦି ଭୋଳାନାଥଙ୍କ କୃପା ଦୃଷ୍ଟି ଯେଉଁ ବ୍ୟକ୍ତି ଉପରେ ଥିବ ତା ଜୀବନରେ ଆସୁଥିବା ସବୁ ସମସ୍ୟାର ସମାଧାନ ହୋଇଯାଏ, ଆଉ ତାହାର ଜୀବନ ଖୁସିରେ ଭରିଯାଏ। ଆଜି ମୁଁ ଆପଣଙ୍କୁ ଏମିତି 6ଟି ନାମ ବିଷୟରେ କହିବାକୁ ଯାଉଛି ଯାହାଙ୍କୁ ସାକ୍ଷାତ ମହାଦେବଙ୍କ ଅଂଶ ମାନାଯାଏ। ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ 6ଟି ନାମର ପ୍ରଥମ ଅକ୍ଷର ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 1. ଏ ନାମର ବ୍ୟକ୍ତି। ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ମହାଦେବଙ୍କର ସବୁଠାରୁ ପ୍ରିୟ ହୋଇଥାନ୍ତି। ମହାଦେବ ସବୁ ଖରାପ ସ୍ଥିତିରୁ ଏମାନଙ୍କୁ ରକ୍ଷା କରିଥାନ୍ତି। ଭଗବାନ ଶିବ ଏମାନଙ୍କ ଜୀବନରେ କେବେ କୌଣସି ପ୍ରକାରର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ। ଯଦି ଏମାନଙ୍କ ଜୀବନରେ କେବେ ବି ସମସ୍ୟା ଆସିଯାଏ ତେବେ ମହାଦେବ ନିଜେ ରକ୍ଷା କରନ୍ତି। 2. ସି ନାମର ବ୍ୟକ୍ତି। ଏହି ନାମରୁ ଆରମ୍ଭ ହୋଇଥିବା ବ୍ୟକ୍ତି ଏମାନେ ମହାଦେବଙ୍କ ଅଂଶ ହୋଇଥାନ୍ତି। ଏହି ବ୍ୟକ୍ତିଙ୍କର ପ୍ରତ୍ୟେକ କ୍ଷେତ୍ରରେ ଭୋଳାନାଥ ସାହାଯ୍ୟ କରିଥାନ୍ତି। ଏମାନଙ୍କ ସହ ଶତ୍ରୁତା କରୁଥିବା ବ୍ୟକ୍ତିର ଖରାପ ସମୟ ଜଲ୍ଦି ଆରମ୍ଭ ହୋଇଯାଏ। 3. ଯେ ନାମର ବ୍ୟକ୍ତି। ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କ ଭକ୍ତ ହୋଇଥାନ୍ତି। ଏମାନେ ମହାଦେବଙ୍କ ଆରାଧନା କରିଥାନ୍ତି। ପ୍ରଭୁ ଶିବ ବି ଏମାନଙ୍କ ପୂଜାର ସନ୍ତୁଷ୍ଟ ହୋଇଥାନ୍ତି। ଏମାନଙ୍କୁ ସବୁ ବାଧାରୁ ମୁକ୍ତି ଦେଇଥାନ୍ତି। ମହାଦେବ ଏମାନଙ୍କ ଜୀବନରେ କେବେ ବି ସମସ୍ୟା ଆସିବାକୁ ଦିଅନ୍ତି ନାହିଁ। 4. ପି ନାମର ବ୍ୟକ୍ତି। ଏହି ନାମର ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ଉପରେ ଭୋଳାନାଥ ସର୍ବଦା ପ୍ରସନ୍ନ ରହିଥାନ୍ତି। ଏମାନଙ୍କୁ ସବୁ ସମସ୍ୟାରୁ ବାହାରିବା ପାଇଁ ମହାଦେବ ରାସ୍ତା ବନାଇ ରଖିଥାନ୍ତି। 5. ଏସ୍ ନାମର ବ୍ୟକ୍ତି। ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମନରୁ ବହୁତ ଭଲ ହୋଇଥାନ୍ତି। ଏମାନଙ୍କ ଉପରେ ମହାଦେବଙ୍କ କୃପା ସବୁବେଳେ ରହିଥାଏ। ଏହି କାରଣରୁ ଏମାନଙ୍କୁ କେବେ ବି ସମସ୍ୟାର ସାମ୍ନା କରିବାକୁ ପଡ଼େ ନାହିଁ। ମହାଦେବ ଏମାନଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରନ୍ତି। 6. ଭି ନାମର ବ୍ୟକ୍ତି। ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନଙ୍କୁ ମହାଦେବ ସବୁବେଳେ ଖୁସିରେ ରଖିଥାନ୍ତି। ଯଦି କେହି ଏମାନଙ୍କ ସହ ଶତ୍ରୁତା କରିଥାଏ ତେବେ ସେମାନଙ୍କୁ ମହାଦେବଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଥାଏ। ଏମାନେ ମହାଦେବଙ୍କ ଅତି ପ୍ରିୟ ହୋଇଥାନ୍ତି। ଏମାନଙ୍କ ଉପରକୁ ମହାଦେବ କେବେ ବି ସମସ୍ୟା ଆସିବାକୁ ଦିଅନ୍ତି ନାହିଁ। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ମହାଦେବ।